ମୟୂରଭଞ୍ଜ ଅଞ୍ଚଳର ରୋହିତ 2014ରେ ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିବା ବେଳେ ଲକ୍ଷ୍ମୀପ୍ରିୟା ଓରଫ ଝିଲ୍ଲି ରାଣୀକୁ ଭଲ ପାଇ ପ୍ରେମ ବିବାହ କରିଥିଲେ। ବାହାଘର ପରେ 2ଟି କନ୍ୟା ସନ୍ତାନ ବି ଜନ୍ମ ହେଲେ। ବାହାଘରକୁ ବିତି ଯାଇଥିଲା 11 ବର୍ଷ। ହେଲେ ସ୍ତ୍ରୀ ଝିଲ୍ଲି ସ୍ୱାମୀ ରୋହିତକୁ ଛାଡ଼ି କୁଆଡ଼େ ଚାଲିଗଲା। ଏପଟେ ସ୍ୱାମୀ ସ୍ତ୍ରୀକୁ ଫେରାଇ ଆଣିବାକୁ ଅନେକ ଚେଷ୍ଟା କରି ବିଫଳ ହେଲା। ସେପଟେ ଏହି କୁନି କୁନି 2ଟା ଛୁଆ ନିଜ ମାଆକୁ ଖୋଜି ଖୋଜି ଲୁହ ଗଡ଼ାଉଛନ୍ତି। ବାପା କେତେ ଆଉ ଏ 2 ଝିଅଙ୍କୁ ବୁଝେଇବେ। ଶେଷରେ ବିଫଳ ହୋଇ ଆମକୁ କଲ୍ କରି ନିଜ ଦୁଃଖର ବେଦନା ଜଣାଇଥିଲେ। ହେଲେ କୁଆଡ଼େ ଗଲା ରୋହିତର ସ୍ତ୍ରୀ ଝିଲ୍ଲି? ସ୍ୱାମୀ ଫେରାଇ ଆଣିବାକୁ ଚେଷ୍ଟା କରି କେମିତି ହେଲା ବିଫଳ? କେଉଁଠି ଅଛି ଝିଲ୍ଲି? ଏସବୁ ଜାଣିବା ପାଇଁ ପୁରା କାହାଣୀକୁ ଦେଖିବାକୁ ପଡ଼ିବ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, କାହାଣୀକୁ ଯିବା ପୂର୍ବରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣମାନେ ଏତେ ଭଲ ପାଇବା ଦେଇଛନ୍ତି ଯେ ତା'ର ସୁଫଳ ଆଜି ଦେଖିବାକୁ ମିଳିଛି। ଜଣେ ମୋତେ ଫୋନ୍ କଲେ, କହିଲେ ଭାଇ ଆପଣଙ୍କୁ ଧନ୍ୟବାଦ। ମୁଁ କହିଲି କ'ଣ ପାଇଁ? ସେ କହିଲେ ମୁଁ ଜଣକୁ ଭଲ ପାଉଥିଲି, ସେ ମୋତେ ଧୋକା ଦେଇ ଘର ଲୋକଙ୍କ କଥାରେ ଆଉ ଜଣକୁ ବାହା ହେବାକୁ ଯାଉଥିଲା। ମୁଁ ତାଙ୍କୁ ମିଛରେ କହିଲି ଷ୍ଟୋରି ୱିଥ୍ ପ୍ରତାପରେ ଆମ ପ୍ରେମ କାହାଣୀ ଦେଇଛି। ହେଲେ ମୋ ପ୍ରେମିକା କହିଲା ନା ନା ମନା କର, କିଛି କରିବେନି। ମୁଁ ଜାଣିଛି ଷ୍ଟୋରି ୱିଥ୍ ପ୍ରତାପରେ ଯେଉଁ ଭାଇ କହୁଛନ୍ତି ସେ କିଛି ବି କରିଦେବେ, ଆଉ ତାଙ୍କ ଭିଡ଼ିଓ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି। ମୁଁ ଘରେ ବୁଝଉଛି। ଆଉ ସେ ତାଙ୍କ ଘରେ ଆମ ବିଷୟରେ ସବୁ କହିଲା ପରେ ତାଙ୍କ ଘରେ ଆମ ବାହାଘର କରିବାକୁ ରାଜି ହେଇଗଲେ। ବାସ୍ ଆମେ ତ ଏଇଆ ଚାହୁଁ, ସମାଜ ଭଲ ରାସ୍ତାକୁ ଆସିଯାଉ। ଯଦି ଆମ କାହାଣୀ ନାଁ ଶୁଣି ସବୁକିଛି ଠିକ୍ ହେଇଯାଉଛି ତାହେଲେ ଆମେ ସବୁଠୁ ବେଶୀ ଖୁସି। ଆମ ପ୍ରୟାସ ସଫଳତା ଆଡ଼କୁ ଯାଉଛି। ଆମର ହିଁ ଗୋଟେ ଉଦ୍ଦେଶ୍ୟ, ଏହି କାହାଣୀ ମାଧ୍ୟମରେ ସମାଜରେ ଘଟୁଥିବା କିଛି ଘଟଣାକୁ ସାମ୍ନାକୁ ଆଣି ଆପଣଙ୍କୁ କାହାଣୀ ମାଧ୍ୟମରେ ସଚେତନ କରି ଠିକ୍ ରାସ୍ତା ଦେଖାଇବା। ହେଲେ ଏସବୁ ଧୀରେ ଧୀରେ ସଫଳ ହେଉଛି ଆପଣଙ୍କ ଭଲ ପାଇବା ପାଇଁ। ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଦେବା ସହିତ ଆସନ୍ତୁ ଆରମ୍ଭ କରିବା ଆଜିର କାହାଣୀ। ମୟୂରଭଞ୍ଜର ରୋହିତ ଭୁବନେଶ୍ୱରରେ ଗୋଟେ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେହି ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲା କଟକ ନିଆଳି ଅଞ୍ଚଳର ଏହି ଲକ୍ଷ୍ମୀପ୍ରିୟା ଓରଫ ଝିଲ୍ଲି ରାଣୀ। ସାଙ୍ଗ ହୋଇ ଗୋଟେ ଫ୍ୟାକ୍ଟ୍ରିରେ କାମ କରୁ କରୁ ଉଭୟଙ୍କ ଭିତରେ ପ୍ରେମ ହୋଇଯାଇଥିଲା। ଆଉ ସେହି ପ୍ରେମ ନେଲା ବାହାଘରର ରୂପ। ଉଭୟ ପ୍ରେମ କରି ବାହା ହେଇଗଲେ। ଆଉ ବାହାଘର ପରେ ବେଶ ହସ ଖୁସିରେ ଚାଲିଥିଲା ସଂସାର। ଉଭୟଙ୍କର 2ଟି କନ୍ୟା ସନ୍ତାନ ବି ଅଛି। ଏମିତିରେ ଚାଲିଗଲା ଦୀର୍ଘ 11 ବର୍ଷ, ମାନେ 2014ରୁ 2025। ମୟୂରଭଞ୍ଜରୁ ଯେହେତୁ ବାଲେଶ୍ୱର ପାଖ, ସେଥିପାଇଁ ଝିଲ୍ଲି ବାଲେଶ୍ୱରରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ବୁଝିବାକୁ ଯାଇଥିଲା। ହେଲେ ଆଉ ଫେରିଲାନି। ସ୍ୱାମୀ ରୋହିତ ବ୍ୟସ୍ତ ହୋଇ ଝିଲ୍ଲିକୁ କଲ୍ କଲା, ହେଲେ ଝିଲ୍ଲିର ଫୋନ୍ ଲାଗିଲାନି। ଶେଷରେ ରୋହିତ ବାଧ୍ୟ ହୋଇ ଶ୍ୱଶୁର ଘର ନିଆଳି ଝିଲ୍ଲିକୁ ଖୋଜିବାକୁ ଗଲା। ଝିଲ୍ଲିକୁ ତ ରୋହିତ ପାଇଗଲା, କିନ୍ତୁ ସେ ଆଉ କାହାର ହେଇସାରିଥିଲା। ରୋହିତ ଏକଥା ଜାଣିଲା ପରେ ପାଦ ତଳୁ ମାଟି ଖସି ଯାଇଥିଲା। ରୋହିତ ଥାନାରେ ଏତଲା ଦେଲା, ଆଉ ଝିଲ୍ଲିକୁ ପୋଲିସ ଡାକିଲା। ଆଉ ଝିଲ୍ଲି ସହିତ ସେ ଯୁବକ ବି ଆସିଲା, ଯିଏ ଝିଲ୍ଲିକୁ ନେଇ ପାଖରେ ରଖିଥିଲା। ତାକୁ ବାହା ବି ହେଇସାରିଥିଲା। ରୋହିତ କହିବା ମୁତାବକ ଝିଲ୍ଲି ଯେଉଁ ଯୁବକ ପାଖରେ ଥିଲା, ସେ ଯୁବକ ଘର ଝିଲ୍ଲି ଘର ଗାଁ ପାଖରେ। ଆଉ ଝିଲ୍ଲି ସହିତ ତାର କୁଆଡ଼େ ଆଗରୁ ସମ୍ପର୍କ ଥିଲା। ଥାନାରେ ପୋଲିସ ବାବୁ ରୋହିତକୁ କୁଆଡ଼େ କହିଲେ ତାର ବୟସ ହୋଇଯାଇଛି, ସେ ଯାହା ଇଚ୍ଛା ତାହା କରିପାରିବ। ଝିଲ୍ଲି କାହା ପାଖରେ ରହିବ ସେଇଟା ତା ଇଚ୍ଛା। ପୋଲିସ ବାବୁ ତ ଆଇନ ଅନୁସାରେ କହିଲେ, ହେଲେ ଝିଲ୍ଲି ରୋହିତକୁ ବାହା ହେଇନି ବୋଲି ସିଧା ସିଧା ମନା କରିଦେଲା। ଆଉ ସେ 2 ଝିଅ ତାହାର ନୁହେଁ ବୋଲି କହିଦେଲା। ସତରେ କେତେ ସହଜରେ ଜଣେ ମା ମନା କରିପାରିଲା ସେ 2 ଝିଅ ତାର ନୁହେଁ ବୋଲି? ସତରେ କ'ଣ ସେ 2 ଝିଅ ତାର ନୁହେଁ? ସତରେ କ'ଣ ଝିଲ୍ଲି ରୋହିତକୁ ବାହା ହେଇନି? ହେଲେ ରୋହିତ କାନ୍ଦି କାନ୍ଦି ଯେତେବେଳେ ନିଜ ଦୁଃଖ ବଖାଣିଥିଲା, ଆମ ଆଖିରେ ବି ଲୁହ ଆସିଯାଇଥିଲା। ଥରେ ନଜର ପକାନ୍ତୁ ଏଇ କୁନି କୁନି ଝିଅ 2 ଜଣଙ୍କ ଉପରେ। ସେମାନଙ୍କର ଦୋଷ କ'ଣ ଥିଲା? ଝିଲ୍ଲି ମ୍ୟାଡ଼ାମ୍, ଯଦି ସେମାନେ ସତରେ ତମ ଝିଅ, ତାହେଲେ ସେମାନଙ୍କୁ ତାଙ୍କ ମାଆର ମମତାଠୁ ଦୂରେଇ ଦିଅନ୍ତୁ ନାହିଁ। ତମେ ଜଣେ ଝିଅ, ତମେ ନିଶ୍ଚିତ ଜାଣିଥିବ ଏହି ବୟସରେ ମାଆର ଆବଶ୍ୟକତା କେତେ ଦରକାର ପଡ଼ିଥାଏ। ମାଆର ପଣ ତକାନିର ମୂଲ୍ୟ କେତେ। ହଁ, ତୁମେ ଯଦି ତମ ସ୍ୱାମୀ ପାଖରେ ସନ୍ତୁଷ୍ଟ ନାହ, ତେବେ ଝିଅ 2 ଜଣଙ୍କୁ ଆପଣେଇ ନିଅ। ନିଜ ଛୁଆକୁ କେମିତି ମନା କରିପାରୁଛ ସେ ତମ ଛୁଆ ନୁହେଁ ବୋଲି? ଆମେ ମାନୁଛୁ ତୁମେ ସୁନ୍ଦରୀ ଅଛ, ତୁମକୁ ଅନେକ ପୁଅ ମିଳିଯିବେ। ହେଲେ ଇଏ ରୂପ ଯୌବନ କ୍ଷଣସ୍ଥାୟୀ। ରୂପ ଯୌବନ ଚାଲିଗଲା ପରେ କେହି ବି ପଚାରିବେ ନାହିଁ, କିନ୍ତୁ ସ୍ୱାମୀ ଆଉ ପିଲାମାନେ ସବୁବେଳେ ତମ ସାଥିରେ ଥିବେ। ଥରେ ନିଜ ସ୍ୱାମୀର ମୁହଁକୁ ଚାହିଁ ଦେଖ। ତୁମେ ତାଙ୍କୁ ଦୂରେଇ ଦେଲା ପରେ କେତେ କଷ୍ଟରେ ଅଛନ୍ତି, କେମିତି ତମ ଫେରିବା ବାଟକୁ ଚାହିଁ ବସିଛନ୍ତି। ଖାଲି ସେତିକି ନୁହେଁ, ତମ 2 ଝିଅ ତମକୁ କେମିତି ଖୋଜୁଛନ୍ତି। କାହିଁକି ଜାଣିଛ?
ତାଙ୍କୁ ତାଙ୍କ ମାଆର ଆବଶ୍ୟକତା ଅଛି। ଦର୍ଶକ ବନ୍ଧୁ, ରୋହିତକୁ ତା ଝିଅମାନେ ସବୁବେଳେ ପଚାରୁଛନ୍ତି, ବାପା ମା କେବେ ଆସିବ? ହେଲେ ରୋହିତ ପାଖରେ କିଛି ବି ଜବାବ ନାହିଁ। ବିଚରା ପାଖରେ ଆଉ ରାସ୍ତା ବି ନାହିଁ। ନା କୋର୍ଟରେ କେସ୍ କରିବାକୁ ପଇସା ଅଛି, ନା ଝିଅର ମାଆକୁ ଫେରେଇ ଆଣିପାରୁଛି। ଆମ ଆଇନ ବଦଳି ଯାଇଛି। କୋର୍ଟର ଆଦେଶ ଅନୁସାରେ ଆପଣ ବାହା ହେଇଥିଲେ ବି ସ୍ତ୍ରୀ ଆଉ କାହା ସହିତ ସମ୍ପର୍କ ରଖିପାରିବ, ଆଉ ସ୍ୱାମୀ ବାହା ହେଇଥିଲେ ବି ଆଉ କେଉଁ ମହିଳା ସହିତ ସମ୍ପର୍କ ରଖିପାରିବ। ଆଉ ଏଇ ଆଇନକୁ ସମ୍ମାନ ଦେଇ ଏବେ ସ୍ୱାମୀ ସ୍ତ୍ରୀମାନେ ଯାହା କରୁଛନ୍ତି ତାର ଫଳ ଏଇ ପିଲାମାନଙ୍କୁ ଭୋଗିବାକୁ ପଡ଼ୁଛି। ଯେମିତି ଝିଲ୍ଲୀ ସେ ପିଲା 2 ଜଣଙ୍କୁ ନେବାକୁ ସିଧା ସିଧା ମନା କରିଦେଲା। ଥରେ ଚିନ୍ତା କଲେ, ମା ବିନା ଏଇ 2 ଝିଅଙ୍କ ଭବିଷ୍ୟତ କ'ଣ? ରୋହିତ ଝିଲ୍ଲୀକୁ ଅପେକ୍ଷା କରିଛି। ଝିଲ୍ଲୀ କେବେ ତା ପାଖକୁ ନହେଲେ ବି ଅନ୍ତ ଫାଡ଼ି ଜନ୍ମ ଦେଇଥିବା ଛୁଆଙ୍କ ପାଖକୁ କେବେ ନା କେବେ ଫେରିବ। ଆପଣଙ୍କୁ କ'ଣ ଲାଗୁଛି, ଝିଲ୍ଲୀ ଆଉ ରୋହିତ ପାଖକୁ ଫେରିବ? ଏଇ 2 କୁନି କୁନି ଝିଅଙ୍କୁ ତାଙ୍କ ମା ପୁଣି ଥରେ ମିଳିବ, ନା ଝିଲ୍ଲୀ ଏମାନଙ୍କୁ ଭୁଲି ଆଉ କାହା ସହିତ ସମ୍ପର୍କ ରଖିବ? ଏସବୁ ପ୍ରଶ୍ନର ଉତ୍ତର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।